ଛୁଆର ସେବା କରିବାକୁ ତମକୁ ନିଜ ମୋର ଗୁଡା ହାତ ଘଷୁଛୁ। ଏବେ ମୋ ସ୍ୱାମୀ ସେବା କରିବାକୁ ତ ସିଏ ମୋର ସେବା କରୁଛନ୍ତି। ଭଲ ହେଇଯାଉ ମୋ ମା ଯେମିତି ଭଲ ହେଇଯାଉ, ମୁଁ ଏତିକି ଚାହୁଁଛୁ, ମୁଁ ଆଉ କିଛି ଚାହୁଁନି। ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ମୁଁ ଆସି ପହଞ୍ଚି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ନିଜାମପୁର ଗ୍ରାମରେ ପହଞ୍ଚି ଏଠିକାର ପରିସ୍ଥିତି ଦେଖିକି ମୋତେ ବହୁତ ଦୁଃଖ ଲାଗୁଛି। କାହିଁକି ନା ଏଠି ସୁନିତା ଭଉଣୀ ଯିଏକି 1 ବର୍ଷ ଧରି କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି, ତାଙ୍କର 2ଟି କିଡ଼ନୀ ନଷ୍ଟ ହୋଇଯାଇଛି। ତ ତାଙ୍କ ପାଖରେ 2ଟି ପିଲା, ଗୋଟେ ପିଲା ଦେଖନ୍ତୁ କେଉଁ କ୍ଲାସରେ ପଢ଼ୁଛ? ତୃତୀୟ ଶ୍ରେଣୀ। ତୃତୀୟ ଶ୍ରେଣୀରେ ପଢ଼ୁଛନ୍ତି। ତମ ନାଁ କ'ଣ? ପ୍ରଜ୍ଞାନ୍ଦନ। ପ୍ରଜ୍ଞା ଯିଏକି ତୃତୀୟ ଶ୍ରେଣୀରେ ପଢ଼ୁଛନ୍ତି। ଆଉ ଗୋଟେ ଦେଖନ୍ତୁ କୁନି ପିଲାଟା ଦେଖନ୍ତୁ ଏଠି ଶୋଇଛି, ଦେଖନ୍ତୁ 7-8 ମାସ ବର୍ଷର ପିଲା, ଦେଖନ୍ତୁ 8 ମାସ 9 ମାସର ପିଲା ଦେଖନ୍ତୁ ଶୋଇ, ଦେଖନ୍ତୁ ସେ ମାଆ କ୍ଷୀର ଖାଇପାରୁନି। ବର୍ତ୍ତମାନ ସେ ଦେଖନ୍ତୁ ଲାକ୍ଟୋଜେନ୍ ଖାଉଛି, ଯାଇକି ତାଙ୍କ ବାପା କରିକି ଆଣିକି ଦେଉଛନ୍ତି। ତାଠାରୁ ଦୁଃଖର କଥା ଭାଇ କିଛି ନାହିଁ। ଭାଇ ଓ ଭଉଣୀମାନେ ଯେଉଁମାନେ ଦେଖୁଛନ୍ତି ଓଡ଼ିଶାବାସୀ, ଦେଖନ୍ତୁ ଯେତେବେଳେ ପିଲାଟି ଜନ୍ମ ନୁହେଁ, ସେ ମା ପାଇଁ ହିଁ ବଞ୍ଚିକି ରୁହେ ଧରା ପୃଷ୍ଠରେ। ଯଦି ମା ନାହିଁ ଯାହାର, ସାହା ନାହିଁ ତାହାର। ତେଣୁ ମା ଯଦି ରୋଗକ୍ରାନ୍ତ ହୋଇପଡ଼େ ତ ତାଙ୍କ ଯତ୍ନ ନେବ କିଏ? ସେମାନେ ବଡ଼ ହୋଇକି କେମିତିକା ମା ସ୍ନେହ ପାଇବେ? ବର୍ତ୍ତମାନ ପରିସ୍ଥିତିରେ ତାଙ୍କ ମାଆଙ୍କର ବୟସ ମାତ୍ର 25 ବର୍ଷ। ଯେଉଁ ବୟସରେ ସେ ଯୁବତୀ ବୟସ, ଦୁନିଆକୁ ସେ ଟୋଟାଲ୍ ଦେଖି ନାହାନ୍ତି ଠିକ୍ରେ। ସେ ବୟସରେ ସେ ମାନେ ଆଜି ଆକ୍ରାନ୍ତ ହୋଇକି କିଡ଼ନୀ ରୋଗରେ ଦହଗଞ୍ଜ ହେଉଛନ୍ତି। ପାଖରେ ଆଠଟିଏ ନାହିଁ ଚିକିତ୍ସା ହେବା ପାଇଁ। ପ୍ରତ୍ୟେକ ସପ୍ତାହରେ 2 ଥର ସେ କିଡ଼ନୀ ଡାୟାଲିସିସ୍ ହେଉଛନ୍ତି। ସ୍ୱାମୀ ଜଣେ ଦିନ ମଜୁରିଆ। କ'ଣ ଆଉ କହିବି? ଭାଇ ଓ ଭଉଣୀମାନଙ୍କୁ ମୁଁ ଏତିକି ଅନୁରୋଧ କରୁଛି, ଏଇ ପିଲାର ଭବିଷ୍ୟତ ପାଇଁ, ତାଙ୍କ ମାଆଙ୍କର ଚିକିତ୍ସା ପାଇଁ ଟଙ୍କେ ହେଲେ ବି ସାହାଯ୍ୟ କରନ୍ତୁ। ଫଳରେ ମା ଜଣଙ୍କ ମେଡ଼ିସିନ୍ ଟିକେ କିଣିପାରିବେ, ଆଉ ଆରୋଗ୍ୟ ମଧ୍ୟ ହୋଇପାରିବେ। ଯଦି ଓଡ଼ିଶାବାସୀ ଦେଖୁଛନ୍ତି, ଭଲ ପାଉଛନ୍ତି, ନିଶ୍ଚିତ ଏତିକି ମୁଁ ଅନୁରୋଧ ରଖନ୍ତୁ। ସମସ୍ତଙ୍କୁ ସମସ୍ତେ 1 ଟଙ୍କା ଦୟାକରି ସାହାଯ୍ୟ କରନ୍ତୁ। ଭଉଣୀ ଜଣଙ୍କୁ ଭଲ ହୋଇପାରିବେ, ନିଶ୍ଚିତ ମୁଁ ଅନୁରୋଧ ରଖିବେ ସମସ୍ତେ। କ'ଣ କହିବ ଛୁଆ ସମସ୍ତଙ୍କୁ? ମୋ ମା ଦେହ ଭଲ ହେଇଯାଉ, ମୋ ମା ଯେମିତି ଭଲ ହେଇଯାଉ, ମୁଁ ଏତିକି ଚାହୁଁଛୁ, ମୁଁ ଆଉ କିଛି ଚାହୁଁନି। ଦେଖୁଛନ୍ତି ତ କେମିତିକା କୁନି ଝିଅ କହୁଛି, ମୋ ମା ଦେହ ଭଲ ହେଇଯାଉ, ମୋ ମା ଦେହ ଭଲ ହେଇଯାଉ। ତାଠୁ ବଡ଼ ଦୁଃଖ ଆଉ କ'ଣ ଅଛି ଏ ଦୁନିଆରେ? ଏ କୁନି ଝିଅ ପାଇଁ ସମସ୍ତେ ଦୟାକରି ସାହାଯ୍ୟ କରନ୍ତୁ। ମୋ ଅନୁରୋଧ ସମସ୍ତେ ରକ୍ଷା କରନ୍ତୁ। ମୋ ଇଏ ଭଉଣୀ ମାନେ ଇଏ ମୋରି ଭଉଣୀ, ସେ ମୋ କୁନି ଭଉଣୀ, ସେ ସମସ୍ତେ ୟାକୁ ସାହାଯ୍ୟ କରନ୍ତୁ। ଆମେ ତ ନିଶ୍ଚିତ ଆଜି କଥା ଦେଉଛୁ, ଆର ପଢ଼ା ଖର୍ଚ୍ଚ ଆମେ ସମସ୍ତେ ବହନ କରିବୁ। ଯେତେ ଦିନ ଯାଏ ଆମେ ଥିବୁ, ନିଶ୍ଚିତ ଛୁଆର ପାଠ ପଢ଼ା ଖର୍ଚ୍ଚ ଆମେ ସମସ୍ତେ ବହନ କରିବୁ। ସମସ୍ତେ ଦୟାକରି ସାହାଯ୍ୟ କରନ୍ତୁ, ଦୟାକରି ପ୍ଲିଜ୍। ବହୁତ କଷ୍ଟ ଦୁଃଖ ଆମେ ଛୁଆଟି ପାଖରୁ କରି ଆସୁଛେ। ବହୁତ ଦୁଃଖ ମୋର। ମୋ ଛୁଆର ସେବା କରିବାକୁ ତମକୁ ନିଜ ମୋର ଗୁଡା ହାତ ଘଷୁଛୁ। ଏବେ ମୋ ସ୍ୱାମୀ ସେବା କରିବାକୁ ତ ସିଏ ମୋର ସେବା କରୁଛନ୍ତି। ବହୁତ ଦୁଃଖ ମତେ ଦେଲେନି ଠାକୁର, ଦୁଃଖରେ ବି ପାରି କରୁନାହାନ୍ତି। ଯେ ବୟସରେ ମୋର ବୁଲିଆ ବୟସ, ଯେ ବୟସରେ ମୁଁ ଘର ସଂସାର କରି, ସେଇ ବୟସରେ ମତେ ପକେଇଦେଲେ କିଛି ନା। ଆଲୋ ନୂର, ଆଲୋ ମନ ଦୁଃଖ ଜମା କରିବୁନି ହେଲା। ଆମେ ସମସ୍ତେ ତୋ ସହିତ ଅଛେ ହେଲା। ଆଉ ମନ ଦେଇକି ପାଠ ପଢିବୁ, ଆଉ ମାର ସେବା କରିବୁ, ଆଉ ମାର ଯାହା କିଛି ଦରକାର ହବ ମା ପାଖାପାଖି ରହି ତାଙ୍କ କଥା ମାନିବୁ ହେଲା। ଆଲୋ ଶୁଭୁଛି ନା ନାଇଁ? ମନ ଜମା ଦୁଃଖ କରିବୁନି। ଆମ ୟୁଟ୍ୟୁବ ସେବା ପରିବାର ସର୍ବଦା ତମ ସହିତ ଅଛନ୍ତି ହେଲା। ଜମା ମନ ଦୁଃଖ କରନା।